ନର୍ଲାରେ ଆୟୋଜିତ ହୋଇଯାଇଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା। କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ କିଛି ଯୋଜନା କରୁଛନ୍ତି। ସେହି ଯୋଜନାକୁ ନେଇ କିଛି ଲୋକ ଅବଗତ ଥିବାବେଳେ ଅନେକ କିଛି ଲୋକ ଅବଗତ ନଥିବା ଜଣାଯାଏ, ଯାହାଫଳରେ ସେହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଥାନ୍ତି। ସେଥିପାଇଁ ରାଜ୍ୟ ସରକାର ଦ୍ୱାରା ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ବ୍ଲକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଆୟୋଜନ କରାଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ସହରରେ ଥିବା ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ କଳାହାଣ୍ଡି ସାଂସଦ ପ୍ରତିନିଧି ଅନିରୁଦ୍ଧ ପ୍ରଧାନ, ନର୍ଲା ସରପଞ୍ଚ ତନୁଜା ହରପାଲ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଧୀରଜ ଚନ୍ଦ୍ର କହଁର, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ, ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ସେଠୀ, ଅତିରିକ୍ତ ତହସିଲଦାର ଅମର ପରାଶେଠ ଯୋଗ ଦେଇଥିଲେ। ମେଳାର ପ୍ରାରମ୍ଭରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀମାନେ ଆଚାର୍ଯ୍ୟ ଦେବରାଜ ଗୌଡ଼ଙ୍କ ନେତୃତ୍ୱରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି ମେଳାରେ ନର୍ଲା ବ୍ଲକର 26ଟି ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ପୁରୁଷ ଚାଷୀ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଭାତ କୁମାର ପରିଡ଼ା ଯୋଗଦେଇ କୃଷକଙ୍କ ପାଇଁ ପ୍ରାଣୀ ସମ୍ପଦର ଆବଶ୍ୟକତା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନାର ଲାଭ କିପରି ସାଧାରଣ ଚାଷୀ ପାଇପାରିବେ ସେ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି ମେଳାରେ ସମୁଦାୟ 12ଟି ପ୍ରଦର୍ଶନୀ ଷ୍ଟଲ୍ ରହିଥିଲା। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଧିଆଙ୍କ ରିପୋର୍ଟ, এবি ନ୍ୟୁଜ୍।